ବାଲେଶ୍ୱର ସହରର ସୁନହଟ ସ୍ଥିତ ସୈୟଦନା ଶେଖ୍ ଅହମ୍ମଦ ପୀର ରେହମାତୁଲ୍ଲାହ ଆଲୟଙ୍କର 67ତମ ବାର୍ଷିକ ଉର୍ସ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ବାଲେଶ୍ୱରର ପ୍ରସିଦ୍ଧ ଭୁଜାଖିଆ ପୀର ବାବାଙ୍କ ବଡ଼ ଭାଇ ହେଉଛନ୍ତି ଅହମ୍ମଦ ପୀର ବାବା। ପ୍ରତ୍ୟେକ ବର୍ଷ ବାବା ଭୁଜାଖିଆ ପୀରଙ୍କ ଉର୍ସ ଉତ୍ସବ ପାଳନର ଗୋଟିଏ ସପ୍ତାହ ପୂର୍ବରୁ ବଡ଼ ବାବାଙ୍କ ଉର୍ସ ଉତ୍ସବ ପାଳିତ ହୋଇଥାଏ। ସେହି କ୍ରମରେ ଗୁରୁବାର ଦିନ ଶୁଭାରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରଥମେ ବାବାଙ୍କର ଗୋଶାଲ କରାଯାଇଥିଲା। ବୁଢ଼ାବଳଙ୍ଗ ନଦୀର ପରମିଟ ଘାଟରୁ ବାବାଙ୍କର ଗୋଶାଲ ପାଇଁ ଏକ ଶୋଭାଯାତ୍ରାରେ ପାଣି ଅଣାଯିବା ପରେ ଆସ୍ଥାନକୁ ପବିତ୍ର କରାଯାଇଥିଲା। ଅପରାହ୍ନରେ ଫୁଲ ଏବଂ ଚନ୍ଦନ ଶୋଭାଯାତ୍ରା ସହର ପରିକ୍ରମା କରିଥିବା ବେଳେ ଅପରାହ୍ନଠାରୁ ବାବାଙ୍କ ଆସ୍ଥାନରେ ସବିନା ପାଠ କରାଯାଇଥିଲା। ଗୋଶାଲ ପରେ ବହୁ ଭକ୍ତ ବାବାଙ୍କ ଆସ୍ଥାନରେ ଚାଦର ଚଢ଼ାଉଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ଉଦ୍ଯାପନୀ କାର୍ଯ୍ୟକ୍ରମରେ ସକାଳେ କୋରାନ ଶରୀଫ ପାଠ ସହିତ ସନ୍ଧ୍ୟାରେ ଫାତେହା ପରେ ଶିରିଣି ବିତରଣ କରାଯିବ ବୋଲି ଆୟୋଜକ କମିଟି କର୍ମକର୍ତ୍ତାମାନେ କହିଛନ୍ତି। ସେହିପରି ଉର୍ସର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଭାରତର ବିଶିଷ୍ଟ ଉର୍ଦ୍ଦୁ କବିମାନଙ୍କ ଦ୍ୱାରା ମୁଶାୟରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କମିଟିର ସଭାପତି ଶେଖ୍ ସାହାଉଦ୍ଦିନ, ସମ୍ପାଦକ ଅବଦୁଲ ଜାହିଦ ଖାନ, କୋଷାଧ୍ୟକ୍ଷ ସୟେଦ ନସିମ ଅହମଦ ରଜା, ପୂର୍ବତନ ସଭାପତି ଶେଖ୍ ଅବଦୁଲ କାମିଲଙ୍କ ସମେତ ଅବଦୁଲ ରଜା, ଶେଖ୍ ହାସିମ, ଶେଖ୍ ଗୋଲାମ ମଜାମିଲ, ଅବଦୁଲ ଜାକିର, ଶେଖ୍ ଏମାମୁଦ୍ଦିନ, ଶେଖ୍ ସତାତ, ଶେଖ୍ ସାଦିକ, ଅବଦୁଲ ହାଫିଜ, ଶେଖ୍ କରିମ, ଶେଖ୍ ଛୋଟୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। हजरत अहमद बाबा रहमतुल्लाह अलैह का उर्स मुबारक आज और कल 2 दिन मनाया जाएगा। और इस पे जो है आज जो है दिन सुबह 10:10 में मजार शरीफ का गौसल पाक हुआ और सबीना का चल रहा है अभी। और जो है कल जो है और शाम को जो है कुल शरीफ का फातिहा होगा, उसके बाद लंगर तस्कीम होगा, उसके बाद में और जो है नातिया मुशायरा का तकरीर प्रोग्राम रखा जाएगा रात भर के लिए। ये हर बरस का वैसे ही है, एक हफ्ता पहले उनके बड़े भाई का उर्स होता है, उसके बाद उनके स्वाले बाबा का उर्स होता है। हमेशा हो के आया है पहले से भी। ये उनका 67वां सालाना उर्स है, मुबारक है। आज हजरत अली शेख अहमद शाह बाबा उर्फ बड़ा आस्थाना उनकर वार्षिक उत्सव 67तम वार्षिक उत्सव पालन करा जाउछु। 10:10 आज बाबांकर गुस्ल कार्यक्रम आरंभ है। तापर पर आमर बर्तमान सबीना कुरान पाठ आरंभ हो जाइए। पुणी 4टा बेले आमर बाबांकर फूल फूल चंदन गाँ बुलिबे। पुणी काली सकाळे 19 तारीख काली सकाळे आमर कुरान पाठ रही। तापर पर संध्या 6टा बेले बाबांकर कुल शरीफर फातिहा रखा जाइए। तापर राति 9टा बेले बाहरु आमर मौलवी मौलाना सब आसुंती द्वारा आमर प्रोग्राम चलिब राति सारा। लंगर बंटन आमर काली संध्या 7टा पर आरंभ हो।